Hello students, welcome to MGM Educations. Let us study now what is the relationship between total product and marginal product. ମାନେ ଓଡ଼ିଆରେ ମୋଟ ଉତ୍ପାଦ ଓ ସୀମାନ୍ତ ବା ପ୍ରାନ୍ତୀୟ ଉତ୍ପାଦ ମଧ୍ୟରେ ସମ୍ପର୍କ କ'ଣ? 3 ମାର୍କ ପାଇଁ ଇମ୍ପୋର୍ଟାଣ୍ଟ। ଆଚ୍ଛା ପିଲାମାନେ, ମୋଟ ଉତ୍ପାଦ ବୋଲେ କ'ଣ ନା ସମସ୍ତ ଉତ୍ପାଦନର ସାଧନକୁ ପ୍ରୟୋଗ କଲା ପରେ ଉତ୍ପାଦିତ ହୋଇଥିବା ସମସ୍ତ ଉତ୍ପାଦକୁ ମୋଟ ଉତ୍ପାଦ କହିବେ, ରାଇଟ୍? ଆଉ ମୋଟ ଉତ୍ପାଦରେ ଯାହା କିଛି ଏଡିସନ୍ସ ହେଉଥିବ ପର ୟୁନିଟ୍କୁ, ଗୋଟେ ଏକ୍ସଟ୍ରା ସାଧନ ୟୁଜ୍ କଲା ଫଳରେ ଯେଉଁଟା ମିଶୁଥିବ ତାକୁ ସୀମାନ୍ତ ବୋଲି କହିବେ। ସୀମାନ୍ତ ଉତ୍ପାଦ, marginal product means the product added to total product is known as marginal product. ହେଲା ପିଲାମାନେ, ମିନିଂ ରେ ଦେଖିଲେ। ସେକେଣ୍ଡ ରେ ଦେଖ, ଯଦି ଗ୍ରାଫ କିମ୍ବା ଟେବୁଲରେ ଦେଖିବ ତ ତୁମକୁ ଧାରା ଜଣା ପଡ଼ିଯିବ। ତ ଏମିତି ହୁଏ। ପ୍ରଥମେ କ'ଣ ହବ, ଇଏ ମାର୍ଜିନାଲ ପ୍ରଡକ୍ଟ, ଟୋଟାଲ ପ୍ରଡକ୍ଟ ଦୁଇଟା ସମାନ ରହିବେ। ଫାର୍ଷ୍ଟ ବୋଥ ଅଫ ଦେମ୍ ଆର୍ ସେମ୍, ଦେନ୍ ବୋଥ ଇନକ୍ରିଜେସ୍। ବୁଝିପାରିଲ? ମାର୍ଜିନାଲ ପ୍ରଡକ୍ଟ ବି ଇନକ୍ରିଜ ହେବ, ଟୋଟାଲ ପ୍ରଡକ୍ଟ ବି ଇନକ୍ରିଜ ହେବ। ଆଚ୍ଛା, ଏଟା ଡିମିନିସିଂ ରେଟ୍ ବୋଲିବେ ତାକୁ, ହ୍ରାସ ହାରରେ। ତାପରେ ପିଲାମାନେ ଦେଖିବ, ଯେତେବେଳେ ମାର୍ଜିନାଲ ପ୍ରଡକ୍ଟ ଶୂନ୍ୟ ହେବ, ମାନେ ପ୍ରାନ୍ତୀୟ ଉତ୍ପାଦ ବା ସୀମାନ୍ତ ଉତ୍ପାଦ ଶୂନ୍ୟ ହେବ, ସେତେବେଳେ ମୋଟ ଉତ୍ପାଦ ସର୍ବାଧିକ ହେବ। ହେଲା, ତାପରେ ଯେତେବେଳେ ସୀମାନ୍ତ ଉତ୍ପାଦ ତମର ଋଣାତ୍ମକ ହେଇଯିବ, ମୋଟ ଉତ୍ପାଦ ହ୍ରାସ ହେବାର ଆରମ୍ଭ ହେବ। ହେଲା, ଆଚ୍ଛା, ଏଇଟା ତମେ ଟିକେ ଠିକ ସେ ଅନୁମାନ କରିବ ବୋଲି ତମେ ଫାର୍ଷ୍ଟ ୟୁନିଟ୍ରେ ସୀମାନ୍ତ ଉପଯୋଗିତା ମୋଟ ଉପଯୋଗିତାର ସମ୍ପର୍କ ପଢ଼ିଛ। ୟା ତା ସହିତ ସେମ୍, equal with the marginal utility and total utility relation and MPTP relation. But here you have to make a little diagram if possible and explain. বা ଏକ୍ସପ୍ଲେନ୍ କରିସାରିଲା ପରେ ନହେଲେ ସାଇଡ଼୍ରେ ଗୋଟେ ଡାଇଗ୍ରାମଟେ କରିଦେଇଥିବ, ଦର୍ଶାଇବ କେମିତି ହେଉଛି ବୋଇଲେ ବଢ଼ିଆ ମାର୍କ ଭଲ ଆସିବ। Okay students, thank you very much. Thank you for watching. Please like and subscribe to get more videos like this. Bye.